आज ମୁଁ ଆପଣଙ୍କୁ ଗାଜରରେ ଗୋଟେ ନୂଆ ଶୈଳୀରେ କେମିତି ପିଠା ବନେଇକି ଆପଣ ଖାଇପାରିବେ। ଆଜି ମୁଁ ଗାଜର ପିଠା ବନେଇକି ଆପଣଙ୍କୁ ଦେଖେଇବି। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର এই ରେସିପି ପାଇଁ ମୁଁ ଏମିତି ଗୋଟେ ବଡ଼ ସାଇଜର ଗାଜର ନେଇଯାଇଛି। ଗ୍ରାମ ହିସାବରେ 150 ଗ୍ରାମ ପାଖାପାଖି ଅଛି। ତ ଏବେ ଏଠି କ'ଣ କରିବା ନା ଗାଜରକୁ ମୁଁ ମଝିରୁ ଏମିତି କଟ୍ ଲଗାଇ ନେଇଛି। ଯେହେତୁ ଗାଜର ସାଇଜରେ ଟିକେ ବଡ଼ ଅଛି ସେଥିପାଇଁ ଏମିତି ଗ୍ରେଟ୍ କଲା ବେଳକୁ ସୁବିଧା ହେବ, ସେଥିପାଇଁ ମଝିରୁ ମୁଁ କଟ୍ ଲଗାଇ ନେଇଛି ଏବଂ ଏମିତି ଗ୍ରେଟ୍ କରି ନେଉଛି। ତ ଆଗରୁ ମୁଁ କ'ଣ କରିଥିଲି ନା ଗାଜରକୁ ଭଲ ଭାବରେ ଚୋପା ଛଡ଼େଇକି ଧୋଇକି ରଖି ନେଇଥିଲି। ତ ଏମିତି ଗାଜରକୁ ଆପଣ ଗ୍ରେଟ୍ କରିକି ରଖିନେବେ। ତ ଏମିତି ଗାଜରକୁ ମୁଁ ଗ୍ରେଟ୍ କରିକି ରଖି ନେଇଛି। ତ ଏବେ କ'ଣ କରିବା ନା ଏବେ ଗାଜରକୁ ସାଇଡ଼କୁ ରଖିନେବା ଏବଂ ନେକ୍ସଟ ପ୍ରୋସେସକୁ ଯିବା। ତାପରେ ଏମିତି ଗୋଟେ କଡ଼େଇ ବସାଇ ନେବେ। କଡ଼େଇ ଯେତେବେଳେ ଗରମ ହେଇ ଆସିବ ଆପଣ ଏଠି 2 ଚାମଚ ଭଳି ଗୁଆ ଘିଅ ଦେଇଦେବେ, ବା ଏଠି ରିଫାଇନ୍ ଅଏଲ୍ ମଧ୍ୟ ଆପଣ ବନେଇ ପାରିବେ। ତ ମୁଁ ଏଠି 2 ଚାମଚ ଘିଅ ଦେଇକି ମେଲ୍ଟ କରି ନେଇଛି ଘିଅକୁ। ତ ଏବେ ଯେହେତୁ ଘିଅ ଗରମ ହେଇ ଆସିଲାଣି ଏବେ କ'ଣ କରିବା ନା ଆପଣ ଯେଉଁ ଗାଜରକୁ ଗ୍ରେଟ୍ କରିକି ରଖିଥିବେ ପ୍ରଥମେ ସେ ଗାଜରକୁ ଦେଇକି ଏହିପରି ଭାଜି ନେବେ। ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିଥିବେ ଏବଂ ଗାଜରକୁ ଏହିପରି ଏପଟ ସେପଟ କରି ଆପଣ 5 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବେ। ଯେତେବେଳେ ହାଲକା କଲର୍ ଚେଞ୍ଜ ହେଇ ଆସିବ ଗାଜରର ସେତେବେଳେ ଜାଣିବେ ଯେ ଗାଜରଟି ଆପଣଙ୍କର ହେଇ ଆସିଲାଣି। ତ ଏବେ ଯେହେତୁ ଗାଜର ହେଇ ଆସିଲାଣି ଏବେ ଏଠି କ'ଣ କରିବା ନା ଏଠି ଏବେ ଗୋଟେ ବଡ଼ ବାଉଲ୍ ପାଣି ଦେଇଦେବା। ପାଣି ଦେଇକି ଟିକେ ଏପଟ ସେପଟ କରି ନେବା। ତାପରେ ଏଠି ହାଫ୍ ଚାମଚରୁ କମ୍ ପାନମହୁରି ଏବଂ 2ରୁ 3ଟା ଗୁଜୁରାତିକୁ ଏଠି ଛେଚିକି ଦେଇଦେବା। ଗୁଜୁରାତି ପାନମହୁରିକୁ ଦେଇ ସାରିଲା ପରେ ଆପଣ ଏଠି ସ୍ୱାଦ ଅନୁସାରେ ଚିନି ଦେଇଦେବେ। ଗ୍ରାମ ହିସାବରେ ମୁଁ ଏଠି 150 ଗ୍ରାମ ପାଖାପାଖି ଚିନି ନେଇଛି। ତ ଆପଣ ଏଠି ଆପଣଙ୍କ ସ୍ୱାଦ ଅନୁସାରେ କମ୍ ବେଶୀ କରିକି ଏଠି ଦେଇପାରିବେ। ତ ଏଠି ଟିକେ ଫିକାଳିଆ ନ ଲାଗିବା ପାଇଁ ଏଠି ସ୍ୱାଦ ଅନୁସାରେ ଆପଣ ଲୁଣ ବି ମଧ୍ୟ ଟିକେ ଆଡ଼୍ କରିନେବେ। ତ ଏସବୁକୁ ଦେଇ ସାରିଲା ପରେ କ'ଣ କରିବେ ନା ଆରପଟ ସାଇଡ଼୍ରେ ମୁଁ ଏମିତି ଗୋଟେ ବାଉଲ୍ ରଖି ନେଇଛି ଏବଂ ସେଥିରେ କିଛି ଅମୁଲ ନେଇଛି। ତ ଏଠି ଅମୁଲ ମୁଁ 150 ଗ୍ରାମ ନେଇଛି। 150 ଗ୍ରାମ ଅମୁଲକୁ ଏଠି ହାଲକା ଉଷୁମ ପାଣିରେ ଏମିତି ଗୋଳେଇକି ରଖି ନେଇଛି। ତ ଏବେ କ'ଣ କରିବା ନା ଯେହେତୁ ଫୁଟି ଆସିଲାଣି ଏବେ ଏଠି ସେଇ ଅମୁଲ ପାଣିକୁ ଦେଇଦେବା। ତ ଏବେ ସେଇ ଅମୁଲ ପାଣିକୁ ଦେଇକି ଏମିତି ଗୋଳେଇ ନେବା। ଆପଣ ଚାହିଁଲେ ଅମୁଲ ଜାଗାରେ ଆପଣ କ୍ଷୀର ଏଠି ଆଡ଼୍ କରିପାରିବେ। ତ ଅମୁଲ ଦେଇକି ଏମିତି ଫୁଟିବା ପାଇଁ ଛାଡ଼ିଦେବା। ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ ଏମିତି ଫୁଟେଇ ନେବେ। ଯେତେବେଳେ ଏମିତି ଫୁଟି ଆସିବ ତାପରେ କ'ଣ କରିବା ନା ଏଠି ମୁଁ କିଛି ସୁଜି ନେଇଯାଇଛି। ଦେଖନ୍ତୁ ଏଠି ମୁଁ ସେଇ ସେମ୍ ବାଉଲ୍ରେ ଅଧା ବାଉଲ୍ ଏଠି ନେଇଯାଇଛି ସୁଜି, ବା ଅଧା ବାଉଲ୍ରୁ ଟିକେ ଅଧିକ ଅଛି। ସେଥିପାଇଁ ମୁଁ ଏଠି 4 ବଡ଼ ଚାମଚ ଅଟା ଦେଇ ଦେଉଛି। ତ 4 ବଡ଼ ଚାମଚ ଏଠି ଅଟା ଦେଲା ପରେ ବାଉଲ୍ଟି ଏବେ ଫୁଲ୍ ହେଇଯାଇଛି। ଏବେ ଆପଣ ସବୁ ଏମିତି ମେଜର କରିକି ବାଉଲ୍ରେ ହିଁ ନେବେ। ତ ଏଠି ପାଣି ମୁଁ ଗୋଟେ ବାଉଲ୍ ଦେଇଥିଲି, ପୁଣି ଆଉ ଗୋଟେ ବାଉଲ୍ ଏଠି କ'ଣ କଲି ନା ଅମୁଲକୁ ଗୋଳେଇକି ଦେଇ ଦେଇଛି। ତ ଟୋଟାଲ ଏଠି ମୋର 2 ବାଉଲ୍ ପାଣି ହିଁ ଲାଗିଛି। ଏବେ ଯେହେତୁ ଫୁଟି ଆସିଲାଣି ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିନେବା ଏବଂ ଅଟା ସୁଜି ଯେଉଁ ମିଶାଇକି ରଖିଥିବେ ଏବେ ସେଇ ଅଟା ସୁଜିକୁ ଏଥିରେ ଗୋଟେ ପଟ ସାଇଡ଼୍ରେ ଦେଉଥିବେ ଏବଂ ଅନ୍ୟ ପଟ ସାଇଡ଼୍ରେ ଏମିତି ଚଲେଇ ନେବେ। କିନ୍ତୁ ଧ୍ୟାନ ରଖିବେ ଗ୍ୟାସ୍ର ଫ୍ଲେମ୍କୁ ଲୋରେ ହିଁ ରଖିଥିବେ, ହାଇ ଫ୍ଲେମ୍ରେ ବିଲକୁଲ ରଖିବେ ନାହିଁ। ତ ଏଠି ଏହିପରି ସୁଜିକୁ ଦେଲା ପରେ ଆପଣ 2ରୁ 3 ମିନିଟ୍ ଭଲ ଭାବରେ ଏହିପରି ମିଶାଇ ନେବେ ଭଲ ଭାବରେ। ତ ଏବେ ଯେହେତୁ ମୁଁ ଦେଇଛି ତ ଏବେ କ'ଣ କରିବା ନା ଗାଢ଼ ହେବା ପର୍ଯ୍ୟନ୍ତ ଏମିତି ମିଶାଇ ନେଉଥିବେ, ଯେମିତିକି ଲମ୍ସ ନ ରହିଯାଏ ସେମିତି ଆପଣ ଏମିତି ମିଶାଇ ନେବେ। ତ ଆପଣ ଏମିତି କେବେ ଗାଜରରେ ପିଠା ବନେଇଛନ୍ତି କି? ଯଦି ବନେଇଛନ୍ତି ତେବେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆପଣ କିନ୍ତୁ ଥରେ ଏ ଭିଡ଼ିଓଟିକୁ ପୁରା ଦେଖନ୍ତୁ ଏବଂ ଏହିପରି ଥରେ ଗାଜର ଦେଇକି ବନେଇକି ଖାଆନ୍ତୁ, ଦେଖିବେ ଏହାର ସ୍ୱାଦ ବହୁତ ବଢ଼ିଆ ଆସିବ ଏବଂ ଖାଇବାକୁ ମଧ୍ୟ ସେତିକି ସୁଆଦିଆ ଲାଗିବ। ତ ଏବେ ଦେଖନ୍ତୁ ଗାଢ଼ ହେଇ ଆସିଲାଣି। ଆମେ ସେ ପର୍ଯ୍ୟନ୍ତ ଜନ୍ତିବା ଯେପର୍ଯ୍ୟନ୍ତ କି ଭଲ ଭାବରେ ଆମର এই ସୁଜିଟି ଜନ୍ତି ନ ହେଇଯାଇଛି। ଗ୍ୟାସ୍ର ଫ୍ଲେମ୍କୁ ସେମିତି ଲୋରେ ହିଁ ରଖିଥିବେ ଏବଂ ଆପଣ ଯେମିତି ପିଠା କଲାବେଳେ ସୁଜିଟିକୁ ଜନ୍ତନ୍ତି ସେମିତି ଏଠି ଜନ୍ତିବାକୁ ପଡ଼ିବ।
तो एबे पाखापाखी हेई आसलानी। एबे कौन करबा ना एबे याको टिके ठंडा करि नबा एवं ठंडा करि सारला परे आपण याको हाथ रे तेल लगे कि चकटी नेबे। एबे मु एठी गैस ऑफ करि नउछि एवं 10 मिनिट पर्यंत माको ठंडा करिबा पई छाडी दउछि। तो एबे आ भितरे ठंडा हेई आसलानी। तो एबे कौन करबा ना एबे मु एठी किछि तेल बा घी आपण एमति टिके हाथ रे लगेई नेबे एवं तापरे एही परी भल भाबरे चकटी नेबे। तो एठी अत्यधिक ठंडा करिबा किछि भी दरकार नहीं, हल्का हल्का उषुम थिबो आपण एमति भल भाबरे हाथ साहाय्य रे एमति चकटी नेबे। तो एमिति भल भाबरे चकटी सारला परे एही डोटी को दुई भाग करि नेबे एवं सेथिरु किछि आनिकी एमति बेलना पटा काठी रे देकी आपण एमति बेली नेबे। देखंतु मु आपनकु जेमति देखौछि आपण सेमति थरे बनेकी देखंतु, देखिबे केमति लागुछि। तो बनैबा पूर्वरु बा बेलिबा पूर्वरु आपण एमति टिके बेलना काठी रे टिके तेल लगै नेबे एवं भल भाबरे एही परी मोटा आकार रे एमति टिके प्रेस करि नेबे। बेसी पतला करिवे नहीं कि बेसी मोटा रखिबे नहीं, बस एतिकी ही रखिबार अछि। तो तापर कोन करबे ना नाइफ साहाय्य रे एमति चारिपटु कट लगै नेबे। तापर आपण स्क्वायर पीसेस रे आकु काटी नेबे। तो मु आपनकु जेमति देखौछि आपनकु सेमति बनैबार अछि। तो एही भली मु एमति किछि काटिकी रखि नेछि। आर पट साइड रे मध्य मु तेल गरम करि नेछि। ता भितरे हमर तेल भी मध्य गरम ही आसलानी। तो एबे कोन करबा ना एबे एमति स्क्वायर पीसेस रे मु किछि बनेकी रखि नेछि। तो एबे जेहेतु तेल गरम ही आसलानी एबे तेल रे दे देबा। तेल को आपण अत्यधिक गरम करिवे नाही। तो गैस फ्लेम को आपण मीडियम रे रखिथिबे एवं तेल को गरम हवा को देबे। जेतेबेले तेल आपणकर गरम ही आसीबो सेतेबेले कोन करबा ना एसी तेल रे एमति गोटे गोटे करिकी देई देबे। तो देई सारला परे गैस फ्लेम को सेमति मीडियम रे ही रखिथिबे, हाई फ्लेम रे बिल्कुल रखिबे नाही। काहेकि ना रखिले ऊपर पोड़ी जिवो, भीतरु बिल्कुल सिझी नथिबो। तो एमिति आपण देई सारला परे गोटे पट साइड हेई आसले आपण आर पट साइड को उल्टेई नेबे। तो आपण कड़ाई रे जेतिकी जगह होछि आपण सेतिकी ही देबे। हल्का गोल्डन ब्राउन कलर हवा पर्यंत आपण सेमति गोटे पट साइड को भल भाबरे एही परी तेल रे भाजी नेबे। एबे जेहेतु हेई आसलानी एबे आर पट साइड को मु एही परी गोटे गोटे करिके उल्टेई नउछि। देखंतु पिठा गुड़िक आमर केते सुंदर फुलुछि एवं खाइबा पई मध्य सेतिकी सुआदिया हेतिला एवं नरम मध्य हेतिला। तो सबु पिठा गुड़िक आपनकु एही परी बनैबार अछि। तो आपण जदि एही परी केबे बनै नाहंती तो वीडियो टिको देखिकी आज ही बनातु, देखिबे बहुत बढ़िया लागिबो। तो रही जाइथिबा बळका पिठा गुड़िक मु एही परी छाणिकी गोटे प्लेट को बाहर करि नै जाइछि। तो आज रही रेसिपी आपनको केमती लागिला आशा करुछि भल लागिथिबो। तो एबे घर को तो गाजर आछेबो, निश्चिंत एही परी गोटे पिठा बनेकी खातु एवं समस्त को खाइबा को दियंतु। आशा करुछि आज रही रेसिपी आपनको पसंद आसीथिबो। जदि मोर ई रेसिपी आपनको भल लागिछि तेबे लाइक शेयर सब्सक्राइब करिवे। देखंतु एबे मु आपनको एमती गोटे भांगिकी देखै नउछि, देखंतु केते नरम हेछि। तो आज पई एतिकी मु आ गोटे रेसिपी नेकी आपन मानक पाखक आसीबी। से पर्यंत रहिली, नमस्कार।